ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକର ଏକାଦଶ ସ୍ଥାନକୁ ପାପ ସ୍ଥାନ ବୋଲି ଗ୍ରହଣ କରାଯାଏ। ବୃଷ ରାଶିର ଏହି ଏକାଦଶ ସ୍ଥାନରେ ଶନି ଓ ରାହୁଙ୍କ ଯୁକ୍ତି ମାର୍ଚ୍ଚ ମାସ 29 ତାରିଖ ଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ବୃଷ ରାଶି ପାଇଁ ଘାତକ ବା ମାରକ ସାବ୍ୟସ୍ତ ହୋଇପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ପାଇଁ ବୃଷ ରାଶିର ବାର୍ଷିକ ରାଶିଫଳ କେମିତି ରହିବ? ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ, ପ୍ରେମ, ବିବାହ ଏବଂ ଘର ଓ ପରିବାର ପ୍ରଭୃତି କ୍ଷେତ୍ରରେ ବୃଷ ରାଶି ବ୍ୟକ୍ତିବିଶେଷ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି? ସର୍ବପ୍ରଥମେ ଦର୍ଶକ ବନ୍ଧୁମାନଙ୍କୁ 2025 ମସିହାର ଶୁଭେଚ୍ଛା ଓ ଅଭିନନ୍ଦନ। 2025 ମସିହାର ଜ୍ୟୋତିଷୀୟ ମହତ୍ତ୍ୱ ହେଲା, ଏହି ବର୍ଷ ଦ୍ୱାଦଶ ରାଶିଚକ୍ରର 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି 9ଟି ଯାକ ଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ରାଶିଚକ୍ର ଗଭୀର ଭାବରେ ପ୍ରଭାବିତ ହେବାକୁ ଥିବାବେଳେ ଏବେ ଜାଣିବା ବୃଷ ରାଶି ଉପରେ ଏହାର କ'ଣ ପ୍ରଭାବ ରହୁଅଛି। 2025 ମସିହା ବର୍ଷର ଆରମ୍ଭରେ ବୃଷ ରାଶିର ଦଶମ ସ୍ଥାନ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ଶନି ମହାଗ୍ରହ ବିରାଜମାନ କରିଥିବା ବେଳେ ମାର୍ଚ୍ଚ ମାସ 29 ତାରିଖ ଦିନ ଗୋଚରରେ ବୃଷ ରାଶିର ଏକାଦଶ ସ୍ଥାନ ମୀନ ରାଶିକୁ ଗମନ କରିବେ। ଦଶମ ସ୍ଥାନ କୁମ୍ଭ ରାଶି ସ୍ଥିତ ଶନି ବୃଷ ରାଶି ପାଇଁ ଦୀର୍ଘ 27 ମାସ ଧରି ଚାକିରି, ବାଣିଜ୍ୟ, କର୍ମ, ସମାଜସେବା, ରାଜନୀତି ପ୍ରଭୃତି କ୍ଷେତ୍ରରେ ଯେଉଁ ସବୁ ଶୁଭ ଫଳ ପ୍ରଦାନ କରିଆସୁଥିଲା, ସେହି ସବୁ କ୍ଷେତ୍ରରେ ବାକି ରହିଯାଇଥିବା ଫଳ ପ୍ରଦାନ କରିସାରି ମାର୍ଚ୍ଚ ମାସ 29 ତାରିଖ ଦିନ ମୀନ ରାଶିରେ ପ୍ରବେଶ କରିବେ। ତେଣୁ ବୃଷ ରାଶିର ବ୍ୟକ୍ତିବିଶେଷ 2025 ମାସର ପ୍ରଥମ 3 ମାସରେ ଭାଗ୍ୟ ଓ କର୍ମ ସମ୍ବନ୍ଧିତ ବାକି ରହିଯାଇଥିବା ପ୍ରାପ୍ୟ ନିଶ୍ଚିତ ରୂପେ ପ୍ରାପ୍ତ କରିବାକୁ ଯାଉଛନ୍ତି। ଏହା ସହିତ ଲାଗି ରହିଥିବା ଅହେତୁକ ବିଳମ୍ବତାର ମଧ୍ୟ ପରିସମାପ୍ତି ଘଟିବ। ଏହା ପରେ 2025 ମସିହା ମାର୍ଚ୍ଚ ମାସ 29 ତାରିଖ ଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ବୃଷ ରାଶିର ଏକାଦଶ ସ୍ଥାନ ମୀନ ରାଶିରେ ଶନି ରାହୁଙ୍କ ସହିତ ଯୁକ୍ତ ହେବେ। 2025 ମସିହା ମାର୍ଚ୍ଚ ମାସ 29 ତାରିଖ ଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ଶନି ଓ ରାହୁ ଏକତ୍ର ମୀନ ବା ବୃଷ ରାଶିର ଏକାଦଶ ସ୍ଥାନରେ ରହୁଥିବାରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସମୃଦ୍ଧି ରହିବ, ଆୟ ବହୁଗୁଣିତ ହେବ, ପାରିବାରିକ ଶୃଙ୍ଖଳା ରହିବ, ଅନୁଶାସନ ପ୍ରିୟ ହେବେ, ଶୃଙ୍ଖଳିତ ଜୀବନ ଯାପନ କରିବେ। କିନ୍ତୁ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକ ଚକ୍ରର ଏକାଦଶ ସ୍ଥାନକୁ ପାପ ସ୍ଥାନ ବୋଲି ଗ୍ରହଣ କରାଯାଇଥାଏ। ବୃଷ ରାଶିର ଏହି ଏକାଦଶ ସ୍ଥାନରେ ଶନି ଓ ରାହୁଙ୍କ ଯୁକ୍ତି ମାର୍ଚ୍ଚ ମାସ 29 ତାରିଖ ଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ବୃଷ ରାଶି ପାଇଁ ଘାତକ ବା ମାରକ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ବୃଷ ରାଶି ବ୍ୟକ୍ତିବିଶେଷ ଭୟଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦେହ ଅସୁସ୍ଥ ରହିପାରେ, ଜଟିଳ ରୋଗର ଭୟ ଦେଖାଯିବ, ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ହାତ ଗୋଡ଼ ଭାଙ୍ଗିଯିବାର ସମ୍ଭାବନା ମଧ୍ୟ ରହିଛି। ଅନିଚ୍ଛାକୃତ ଋଣ କରିବାକୁ ପଡ଼ିପାରେ। ଶତ୍ରୁ ଭୟ ଲାଗି ରହିବେ। କର୍ମ
ବା ବାଣିଜ୍ୟ କ୍ଷେତ୍ରରେ ଧୋକା ପାଇପାରନ୍ତି। ଚୌର ଭୟ ଲାଗି ରହିବ। ତେଣୁ ମାର୍ଚ୍ଚ 29 ତାରିଖ ଠାରୁ ମେ ମାସର 18 ତାରିଖ ପର୍ଯ୍ୟନ୍ତ ଏହିସବୁ ଉପସର୍ଗ ଦେଖାଦେଲେ ଏହି ସମୟରେ ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ଦେବୀ ଦୁର୍ଗାଙ୍କର ଦର୍ଶନ ବା ସ୍ମରଣରେ ସମସ୍ତ ଦୁର୍ଗତି ନାଶ ହୋଇଥାଏ। ଶିବ ଦର୍ଶନ ଓ ପୂଜନ ମଧ୍ୟ ବିଶେଷ ଭଲ ଫଳ ଦେଇଥାଏ। ଏହାପରେ 2025 ମସିହା ମେ ମାସ 18 ତାରିଖରେ ରାହୁ ମହାଗ୍ରହ ମୀନ ରାଶି ପରିତ୍ୟାଗ କରି ଓଲଟା ଗତିରେ କୁମ୍ଭ ରାଶିରେ ପ୍ରବେଶ କଲେ ଶନି ଓ ରାହୁ ଯୁକ୍ତି ଜନିତ ଯେଉଁ ସବୁ ଉପସର୍ଗ ଦେଖାଯାଉଥିଲା ସେଥିରେ ଉପଶମ ଆସିବ। ମେ ମାସ 18 ତାରିଖ ପରେ ବୃଷ ରାଶି ପାଇଁ ଶନିଙ୍କର ଏକାଦଶ ଭାବରେ ଅବସ୍ଥିତି, ରାହୁ ମହାଗ୍ରହଙ୍କର ଦଶମ ସ୍ଥାନରେ ଅବସ୍ଥିତି, କେତୁ ମହାଗ୍ରହଙ୍କର ଚତୁର୍ଥ ସ୍ଥାନରେ ଅବସ୍ଥିତି ଏବଂ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତିଙ୍କର ଦ୍ୱିତୀୟ ସ୍ଥାନ ମିଥୁନ ରାଶିରେ ଅବସ୍ଥିତି ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ 2025 ମସିହାର ଦ୍ୱିତୀୟାର୍ଦ୍ଧଟି ସୁବର୍ଣ୍ଣ ଯୁଗର ଅୟମାରମ୍ଭ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ୱାସ୍ଥ୍ୟ ପ୍ରାୟ ଠିକ୍ ରହିବ। ଲାଗି ରହିଥିବା ଶାରୀରିକ ସମସ୍ୟା କମ୍ ହେବ ଏବଂ ରୋଗମୁକ୍ତ ହୋଇପାରନ୍ତି। ଶିକ୍ଷାଜନିତ ଘଟିଥିବା ଅହେତୁକ ବିଳମ୍ବତା ଦୂର ହୋଇ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ। ଚାକିରି ଆଶାୟୀମାନଙ୍କ ପାଇଁ ବହୁତ ଭଲ ସମୟ ଆରମ୍ଭ ହେବ। ନୂତନ କର୍ମ ଆରମ୍ଭ କରିବେ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ନୂତନ ବାଣିଜ୍ୟ ବ୍ୟବସାୟ କରିପାରନ୍ତି। ପ୍ରେମ ସମ୍ପର୍କରେ ଦେଖାଯାଇଥିବା ଫାଟ ଠିକ୍ ହୋଇ ବିବାହରେ ପରିବର୍ତ୍ତନ ହେବାର ସମୟ ଆସିବ। ପାରିବାରିକ ଶୃଙ୍ଖଳା ରହିବ। ସନ୍ତାନମାନଙ୍କ କୃତିତ୍ୱରେ ମନ ପ୍ରଫୁଲ୍ଲ ରହିବ। ସାମାଜିକ ମିଳାମିଶାର ପରିସୀମା ବୃଦ୍ଧି ହେବା ସହିତ ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ରହିବେ। ରାଜନୈତିକ ବ୍ୟକ୍ତି ଆଶାବାଦୀ ହେବେ। ତୀର୍ଥାଟନ ଓ ଦୂର ଜାଗା ଭ୍ରମଣରେ ପରିବାର ସହିତ ଯିବେ। କିନ୍ତୁ ସମାନ୍ତରାଳ ଭାବରେ ଶନିଙ୍କର ଏକାଦଶ ଭାବ ମୀନ ରାଶିରେ ଅବସ୍ଥାନ କରିବା ବୃଷ ରାଶି ବ୍ୟକ୍ତିଙ୍କୁ ବିଳାସିତା ଅର୍ଥାତ୍ ଲକ୍ଜୁରିୟସ୍ ଜୀବନରୁ ଟାଣି ଆଣି ଦାର୍ଶନିକ କରାଇଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୀନ ରାଶିର ଏକାଦଶ ଭାବ ସ୍ଥିତ ଶନି ମହାଗ୍ରହ ବ୍ୟକ୍ତିର ମନ ମଧ୍ୟରେ ବୈରାଗ୍ୟ ଭାବ ସୃଷ୍ଟି କରିପାରେ। ଏକାନ୍ତ ପ୍ରିୟ ମଧ୍ୟ କରାଇପାରେ। ଘର ସଂସାର ଉପରୁ ଦୃଷ୍ଟି ହଟାଇ ସନ୍ନ୍ୟାସ ଚିନ୍ତା ମଧ୍ୟ ପ୍ରଦାନ କରିବାର ଭୁରି ଭୁରି ନଜିର ରହିଛି। ତେଣୁ ଏହି 2025 ମସିହାର କେଉଁ ସମୟରେ କ'ଣ ଚାଲିଛି, କ'ଣ ସବୁ ଘଟଣା ଘଟୁଛି ଓ କାହିଁକି ଘଟୁଛି ଏବଂ ଆଗକୁ କ'ଣ ଘଟିବ, ଏସବୁ ସଠିକ୍ ମୂଲ୍ୟାୟନ ପାଇଁ ଆପଣଙ୍କ ଜନ୍ମଜାତକର ନାକ୍ଷତ୍ରିକ ଦଶା ବିଚାରକୁ ନେଇ ଜଣେ ଜ୍ୟୋତିଷ ବା ଆଷ୍ଟ୍ରୋଲୋଜର ସଠିକ୍ ଫଳାଦେଶ କରିପାରେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।